ଗୁରୁଦିପସି ଗ୍ରାମରେ ଅଖଣ୍ଡ 24 ପ୍ରହର ନାମୟଜ୍ଞ ଆରମ୍ଭ ହୋଇଯାଇଛି। ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୋର୍ଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁରୁଦିପସି ଗ୍ରାମରେ 26ରୁ ଅଖଣ୍ଡ 24 ପ୍ରହର ନାମୟଜ୍ଞ ଆରମ୍ଭ ହୋଇଯାଇଛି। ନାମୟଜ୍ଞ ପୂର୍ବରୁ ଗ୍ରାମ ନିକଟରେ ଥିବା ନାଳକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି କଳସରେ ପାଣି ଆଣି ଭଜନ କୀର୍ତ୍ତନ ସହ ଗ୍ରାମରେ କଳସ ଯାତ୍ରା କରାଯାଇଥିଲା। ଏହାପରେ ଏହି କଳସ ଯାତ୍ରା ନାମୟଜ୍ଞ ମଣ୍ଡପରେ ପହଞ୍ଚିଥିଲା। ଏହି ଅଖଣ୍ଡ 24 ପ୍ରହର ନାମୟଜ୍ଞ ଗୁରୁଦିପସି ଗ୍ରାମରେ ଦୀର୍ଘ ବର୍ଷ ଧରି ହୋଇ ଆସୁଛି। ଏହି ନାମ ଯଜ୍ଞରେ ପୂଜକ ଭାବେ ତରୁଣ କୁମାର ତ୍ରିପାଠୀ ପୂଜାର୍ଚ୍ଚନା କରୁଥିବା ବେଳେ କର୍ତ୍ତା ଭାବେ ନିରଞ୍ଜନ ବାରିକ, ରଘୁ ଦେହୁରୀ, ଜୟକୃଷ୍ଣ ବାରିକ, ପସୁନ ବାରିକ, ଡ୍ରାଇଭ ଦାସ ସମ୍ପାଦନ କରୁଛନ୍ତି। ଏହି 24 ପ୍ରହର ନାମୟଜ୍ଞରେ ଯୋଗ ଦେଇଥିବା ସଂକୀର୍ତ୍ତନ ଦଳ ଗୁଡ଼ିକ ମଧ୍ୟରେ ତୁରୁମୁଙ୍ଗା ସଂକୀର୍ତ୍ତନ ଦଳ, ଗୁଡ଼ି ପୋଖରୀ ସଂକୀର୍ତ୍ତନ ଦଳ, ଭଣ୍ଡାରୀନାଳୀ ସଂକୀର୍ତ୍ତନ ଦଳ, ଠାକୁରମୁଣ୍ଡା ଦାସସାହି ସଂକୀର୍ତ୍ତନ ଦଳ, ତାଳପଦା ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି। ଏହି 24 ପ୍ରହର ନାମୟଜ୍ଞ 26 ତାରିଖ ଠାରୁ ଆରମ୍ଭ ହୋଇ 30 ତାରିଖ ଦିନ ନଗର କୀର୍ତ୍ତନ ସହ ଶେଷ ହେବ। ଗୁରୁଦିପସି ପସି ଗ୍ରାମ୍ୟ କମିଟି ଦ୍ୱାରା ଏହି 24 ପ୍ରହର ନାମ ଯଜ୍ଞ ଆୟୋଜନ କରାଯାଇଛି। କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ। ଜଗନ୍ନାଥ ନ୍ୟୁଜ 24।